ଯେ ଆମେ ଶିକ୍ଷକ ମାନଙ୍କୁ ଦଉଛୁ ସାଲେରୀ ଦଉଛୁ ସାଲେରୀଟା ତମ ପକେଟରୁ ଆଣି ଦଉଛ ରାଜସ୍ୱ ବାଣ୍ଟି ତ ଦଉଛ ନା ତମ ପକେଟରୁ କି ତମ ଘରୁ ଆଣି ତ ଦଉନ ନା ଆଉ ରାଜସ୍ୱ ବାଣ୍ଟିରୁ ଯଦି ପଖାଳ ଖାଇଲା 2 କୋଟି 80 ଲକ୍ଷ ଖର୍ଚ୍ଚ କରିଦେଲ ସେତେବେଳେ ତମ କତିରେ ରାଜସ୍ୱ ବାଣ୍ଟିରେ ପଇସା ଥିଲା ରଙ୍ଗ ବଦଳରେ ତମ କତିରେ ପଇସା ଅଛି କିନ୍ତୁ ନିଯୁକ୍ତି ବାହାର କରି ତମ କତିରେ ରାଜସ୍ୱ ବାଣ୍ଟିରେ ପଇସା ନାହିଁ କେବଳ ନିଯୁକ୍ତି ପାଇଁ ଆମର ନିଯୁକ୍ତି ଏପର୍ଯ୍ୟନ୍ତ କାଢି ନାହାନ୍ତି ମିଛରେ ଯୋଉ ପ୍ରତିଶ୍ରୁତି ଦେଇଦେଲେ ଯେ ଯୋଉ ଜୁନ ଜୁଲାଇରେ ଯେତେବେଳେ ଶପଥ ପାଠ ଗ୍ରହଣ କରିଥିଲେ ମୋହନ ମାଝୀ ସରକାର ସେ କହିଲେ କି କଣ ନା ଆମେ 3 ବର୍ଷରେ 45,000 ଶିକ୍ଷକ ନିଯୁକ୍ତି ଦବୁ 3 ବର୍ଷ 2.5 ବର୍ଷ ତ ହେଇଗଲାଣି ଏ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି କାଇଁ 15,000 ତ ବର୍ଷକୁ କହିଲେ 15,000 ତ ଛାଡ 15ଟା ବି ନାହିଁ 15ଟା ଶିକ୍ଷକ ନିଯୁକ୍ତି ନାହିଁ 15,000 ତ 3ଟା ଶୁଣ ଆହୁରି କରିଲାଣି 15ଟା ନିଯୁକ୍ତି ଏପର୍ଯ୍ୟନ୍ତ ବାହାର କରିନ ତମେ କରୁଛ କଣ ମିଛ ପ୍ରତିଶ୍ରୁତି ଆମକୁ ଦଉଛ ଆଉ ଗୋଟେ କଥା ଯୋଉମାନେ ଯୋଉ ବାବୁ ସିଂ ଯୋଉ କହିଦେଇ ଗଲେ ଯେ ଆମେ ଶିକ୍ଷକ ମାନଙ୍କୁ ଦଉଛୁ ସାଲେରୀ ଦଉଛୁ ସାଲେରୀଟା ତମ ପକେଟରୁ ଆଣି ଦଉଛ ରାଜସ୍ୱ ବାଣ୍ଟି ତ ଦଉଛ ନା ତମ ପକେଟରୁ କି ତମ ଘରୁ ଆଣି ତ ଦଉନ ନା ଆଉ ରାଜସ୍ୱ ବାଣ୍ଟିରୁ ଯଦି ପଖାଳ ଖାଇଲା 2 କୋଟି 80 ଲକ୍ଷ ଖର୍ଚ୍ଚ କରିଦେଲ ସେତେବେଳେ ତମ କତିରେ ରାଜସ୍ୱ ବାଣ୍ଟିରେ ପଇସା ଥିଲା ରଙ୍ଗ ବଦଳରେ ତମ କତିରେ ପଇସା ଅଛି କିନ୍ତୁ ନିଯୁକ୍ତି ବାହାର କରି ତମ କତିରେ ରାଜସ୍ୱ ବାଣ୍ଟିରେ ପଇସା ନାହିଁ ଆଉ ତତେ ପଶ୍ଚିମବଙ୍ଗରେ କୋଲକାତାରେ ଇଲେକ୍ସନ କରିକି ମମତା ମାନେ ଯୋଉ ହଲ ସେଠି ଯୋଉ ଖର୍ଚ୍ଚ କରିଦେଲା 200 କୋଟି ଟଙ୍କା ସେଠି ପଇସା ଗଲା କୁଆଡେ ସେ ପଇସା ଆସିଲା କୋଉଠୁ ସେ ରାଜସ୍ୱ ତ ଆସିଥିଲା ନିଯୁକ୍ତି ଗଲାବେଳେ 200 କୋଟି ଟଙ୍କା ଆମ ନିଯୁକ୍ତି ହେଇପାରିବନି 15,000 ଶିକ୍ଷକ ନିଯୁକ୍ତି ହେଇପାରିବନି 200 କୋଟିରେ।